ଆଜିର ଏହି ପବିତ୍ର ଦିନରେ ଆପଣମାନଙ୍କୁ ଢେର ଶୁଭେଚ୍ଛା। ଆଜି ହେଉଛି ଭାଦ୍ରପଦ ମାସ ଶୁକ୍ଳପକ୍ଷ ପୂର୍ଣ୍ଣମୀ ତିଥି, ଶ୍ରୀମଦ୍ ଭାଗବତ ଜନ୍ମ ଦିବସ। ଆମ ରାଜ୍ୟରେ ହିନ୍ଦୁ ଧର୍ମାବଲମ୍ବୀମାନଙ୍କ ପାଇଁ ଏହା ଏକ ପବିତ୍ର ଦିନ ଅଟେ। ଏହି ଦିନରେ ଓଡ଼ିଶାର ଘରେ ଘରେ ପାଳିତ ହୁଏ ଭାଗବତ ଜନ୍ମ। ଦିନଟି ଅତି ବଡ଼ି ଜଗନ୍ନାଥ ଦାସ ରଚିତ ଓଡ଼ିଆ ଭାଗବତକୁ ଉତ୍ସର୍ଗୀକୃତ। ଓଡ଼ିଆ ସାମାଜିକ ଧାର୍ମିକ ସଂସ୍କୃତିରେ ଭାଗବତ ବେଶ୍ ମହତ୍ତ୍ୱପୂର୍ଣ୍ଣ। ତେଣୁ ଘରେ ଘରେ ପୂଜିତ ଏହି ଭାଗବତ। ଭାଗବତ ଗାୟକ, ଶ୍ରୋତା, ବ୍ୟାଖ୍ୟାକାର ବା ବାଟିକାର ଏକ ପ୍ରଶ୍ନବତେ ସମସ୍ତେ ମୋକ୍ଷ ଲାଭ କରନ୍ତି, ପରମାତ୍ମାଙ୍କ ସାନ୍ନିଧ୍ୟ ଲାଭ କରନ୍ତି। ଅତିବଡ଼ୀଙ୍କ ଭାଗବତକୁ କେବଳ ମୂଳ ସଂସ୍କୃତରେ ଅନୁବାଦ କରାଯାଇପାରିବ ନାହିଁ। ଏହା ବହୁ ଅନୁଧ୍ୟାନମୂଳକ ଧାର୍ମିକ ବ୍ୟାଖ୍ୟାନର ସମଷ୍ଟି। ସାଧାରଣ ମଣିଷ ପକ୍ଷେ ଏହାକୁ ବୁଝିବା ଅତି ସହଜକର ହୋଇଥାଏ। ଏହା 12 ଖଣ୍ଡରେ ବିଭକ୍ତ କରାଯାଇଛି। ପ୍ରତି ଖଣ୍ଡରେ 10ରୁ 30ଟି ଅଧ୍ୟାୟ ଏବଂ ପ୍ରତି ଅଧ୍ୟାୟରେ 50ରୁ 300 ପଦ। ଏହା ଏକଭଳି ରଚିତ ଯେ ପ୍ରତିଦିନ ଗୋଟିଏ ଗୋଟିଏ ଅଂଶ ଯଥା 365 ଦିନ ପର୍ଯ୍ୟନ୍ତ ପଢ଼ାଯାଇ ପାରିବ। ଭାଗବତ ଜନ୍ମରୁ ଆପଣ ଏହି ପଠନକୁ ଆରମ୍ଭ କଲେ ପରବର୍ଷ ପୂର୍ବବର୍ଷ ଦିନ ଏହା ସରିବ ଏବଂ ପୁଣି ଥରେ ପଢ଼ାଯିବ। ନିରନ୍ତର ପଠନ ପାଇଁ ଏହାର ସୃଷ୍ଟି, ଏଣୁ ଏହା ଅସୀମିତ ବା ବ୍ୟାପକତାର ପ୍ରତୀକ ଅଟେ। ଆଜି ହେଉଛି ପବିତ୍ର ଭାଗବତ ଜନ୍ମ ଉତ୍ସବ। ଭାଗବତର ପ୍ରକୃତ ଅର୍ଥ କ'ଣ? ଭାରେ ଭାର ଅର୍ଥ ହେଉଛି ଭାବ, ଗର ଅର୍ଥ ହେଉଛି ଜ୍ଞାନ, ବର ଅର୍ଥ ହେଉଛି ବ୍ରହ୍ମାଣ୍ଡ ଏବଂ ତର ଅର୍ଥ ହେଉଛି ତତ୍ତ୍ୱ। ଆଉ ଆଜିର ଏହି ଭାଗବତ ଜନ୍ମ ଉପଲକ୍ଷେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭ କାମନା। ଜୟ ଜଗନ୍ନାଥ।